ମହାରାଣୀ କାଦମ୍ବିନୀ ସ୍ୱାମୀ ଦେଖୁ ଆମ ପୁଅ ଆମର ଯୌବନ ଅବସ୍ଥାରେ ପହଞ୍ଚି ସାରିଲେଣି। ସ୍ୱାମୀ ହେଲେ ମହାରାଣୀ ଆମ ପୁଅଙ୍କୁ ବାହା କରିଦେଇ ରାଜ୍ୟ ସିଂହାସନରେ ଅଧିକୃତ କରିଦେବାକୁ ତୁମେ ତ ଠିକ କହୁଛ ସ୍ୱାମୀ। ତା ପୂର୍ବରୁ ମୋ ପୁଅ ଦିବ୍ୟକୁ ବାହା କରିଦେଲେ ଭଲ ହବ। ଧ୍ୟାନ ମୋର ଭୂମିଷ୍ଠ ପ୍ରଣାମ ମହାରାଜ। ଉଠ ଉଠ, ତମେ ଠିକ ସମୟରେ ଆସି ପହଞ୍ଚିଯାଇଛି। ଧ୍ୟାନ ମୋର ଭୂମିଷ୍ଠ ପ୍ରଣାମ ରାଣୀମା। ଭଗବାନ ତୁମର ମଙ୍ଗଳ କରନ୍ତୁ। ମହାରାଜ ରାଣୀମା କଣ ହେଇଛି କି ଆଜି ଭାରି ଖୋଜ ଜଣା ପଡୁଛ ଯେ? ଆରେ ଖୁବାସ୍ତା ହଁ ରାଣୀମା। ନା ନା, ସେମିତି ବ୍ୟସ୍ତ ନାହିଁ। ଆମେ ଆମେ ଆମ ପୁଅ ଅମରଙ୍କ ବାହାଘର ବିଷୟରେ ଟିକେ ଚିନ୍ତା କରୁଥିଲୁ। ତମର ଅମର ପୁଅ ବାହାଘର ଚିନ୍ତା କରୁଥିଲ? ହେଲେ ଗୁମାସ୍ତା ଠିକ କଥା ତ ଆଉ। ହେଲେ ଗୁମାସ୍ତା, ହଁ। ତୁମେ କୋଉ ରାଜ୍ୟରେ ଭଲ ଝିଅଟିଏ ଦେଖିଛ କି? ହଁ ମୁଁ ନିଶ୍ଚୟ ଦେଖିଛି ମହାରାଜ। ଖୁବାସ୍ତା ହଁ ରାଣୀମା। ମହାରାଜ ଯାହା କହୁଛନ୍ତି ତୁମେ କୋଉଠି ଉପଯୁକ୍ତ ବରପାତ୍ର ଦେଖିଛ? ହଁ ମୁଁ ପୁରା ଏକ ଚଳରେ ଗଢା ଝିଅ ଗୋଟେ ମୁଁ ଦେଖିକି ଆସିବି ହେଲା। ତୁମେ ବିଳମ୍ବ ନ କରି ଅତି ଶୀଘ୍ର ମୋ ପୁଅ ଅମର ପାଇଁ ସେଇ ପ୍ରସ୍ତାବଟା ନେଇ ଆସ। ଠିକ ଅଛି ରାଣୀମା, ଏଥିରେ କଣ ଚିନ୍ତା କରିବା କି? ମୁଁ ଥାଉ ଥାଉ କଣ ଚିନ୍ତା କରିବାନି ରାଣୀମା, ଚିନ୍ତା କରିବାନି। ତେବେ ଠିକ ଅଛି ଖୁବାସ୍ତା। ହଁ ମୁଁ ତୁମେ ଅତି ଶୀଘ୍ର ସେଇ ପ୍ରସ୍ତାବଟା ନେଇ ଆସ। ଠିକ ଅଛି। ମାତା ଆପଣଙ୍କ ଦୁଇ ଜଣଙ୍କ ଚରଣରେ ଆପଣଙ୍କ ପୁଅ ଅମର ଓ ଆପଣଙ୍କ କୁଲବଧୂ ଗାୟତ୍ରୀଙ୍କର ଭକ୍ତିପୂତ ଭୂମିଷ୍ଠ ପ୍ରଣାମ। ପିତା ଭକ୍ତିପୂତ ଭୂମିଷ୍ଠ ପ୍ରଣାମ। ଅମର ରହିଯା ଅମର। ମା ପ୍ରଥମେ ମୁଁ ଜାଣିବାକୁ ଚାହେଁ ମା ସେଇ ଝିଅଟା କିଏ? ମା ଆପଣଙ୍କୁ ନ ଜଣାଇ ମୁଁ ଗୋଟେ ଛୋଟିଆ ଭୁଲ କରିছিল ମା, ସେଥିପାଇଁ ମୋତେ କ୍ଷମା ପ୍ରାର୍ଥନା କରୁଛି। ମୋତେ କ୍ଷମା ଦେବେ। ଏଇ ଝିଅଟା ହେଲେ ଆମ ଏ ମଧୁଗଡ଼ ରାଜ୍ୟର ମହାମନ୍ତ୍ରୀ ଶ୍ରୀ ସୁଜ୍ଞାନଙ୍କର ଏକମାତ୍ର ଅଲିଅଲି କନ୍ୟା। ତାଙ୍କ ନାଁଟା ହେଲା ଗାୟତ୍ରୀ। ଯେତେବେଳେ ମୁଁ ରାଜ୍ୟ ଭ୍ରମଣ ନିମନ୍ତେ ଯାଇଥିଲି ସେହି ସମୟରେ ତାଙ୍କ ସହିତ ଦେଖା ହେଲା। ଆରେ ବାପୁ ଅମର, ପୁଣି କଣ କହି ଯାଉଛୁ? ବାପା ମାଙ୍କୁ ନ ପଚାରି କଣ ଏମିତି ନିଷ୍ପତ୍ତି ନେବାଟା କଣ ଭୁଲ? ଦେଖ ପିତା, ଯେତେବେଳେ ମୁଁ ରାଜ୍ୟ ଭ୍ରମଣ ନିମନ୍ତେ ଯାଇଥିଲି ତାଙ୍କ ସହିତ ଦେଖା ହେଲା। ପରିଣତ ବୟସରେ ନୂତନ ଭାବର ନୂତନ ଚେତନାରେ ପଡ଼ି ପ୍ରେମ ସାଗରରେ ମୁଁ ଭାସି ଯାଇଥିଲି। ତାପରେ ଆମେ ଦୁଇ ଜଣ ପରସ୍ପରଙ୍କ ବିନା ରହି ନପାରିବୁ ବୋଲି ସିଦ୍ଧାନ୍ତ ନେଲା ପରେ ଆଜି ହିଁ ଆମ ପାଖରେ ଥିବା ଶୈବ ପୀଠରେ ବିବାହ କରି ମୁଁ ଘରକୁ ନେଇ ଆସିଛି। ପିତା, ମୁଁ ଘରକୁ ନେଇ ଆସିଛି। ସରିଗଲା ରାଣୀମା, ସବୁ ସରିଗଲା। ହେ ଭଗବାନ, ଏକ ମନ୍ତ୍ରୀ ଝିଅକୁ ବିବାହ ହୋଇଯାଇଛି ତମ ପୁଅ ଅମର। ତମେ ହେଲ ରାଜ୍ୟ ପରିବାର ଲୋକ, ସେ ହଉଛି ମନ୍ତ୍ରୀ ଝିଅ। ତମ ରାଜ ପରିବାରକୁ ମାଟିରେ ମିଶେଇ ଦେଇଛି ରାଣୀମା, ମାଟିରେ ମିଶେଇ ଦେଇଛି। ଅମର ହଁ ମା। ତୁ ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ମା। ଅନ୍ତତଃ ଥରୁଟେ ତୋ ବାପା ମାର ଚିନ୍ତା କରିପାରିଲୁ କେମିତି? ଦେଖ ମା, ଆପଣ ମୋତେ ଜନ୍ମଠାରୁ ହିଁ ସ୍ନେହ ଆଦର କରୁଣାର ସହିତ ବାଲୁତରୁ ଶୈଶବରୁ ଯୁବକ ପର୍ଯ୍ୟନ୍ତ ନେଇ ଆସିଛନ୍ତି। ସେଥିପାଇଁ ମା ମୁଁ ଭାବିଲି ଯଦି ମୁଁ କୌଣସି ତ୍ରୁଟି କରିଦିଏ ମୋ ପିତାମାତା ସଦାବେଳେ ମୋ କ୍ଷମା ମାର୍ଜନା କରି ଆସିଛନ୍ତି। ଆଜି ମଧ୍ୟ ସେ ମୋତେ କ୍ଷମା ଭିକ୍ଷା ଦେବେ। ସେଥିପାଇଁ ସ୍ୱାମୀ ଶୁଣୁଛ ନା ତୁମ ଗେଲା ପୁଅର କାରନାମାଟା? ଆରେ କୁଳାଙ୍ଗର, ହଁ ମା। ତୁ ସତରେ ଏତେ ବଡ଼ ନିଷ୍ପତ୍ତି ନେବୁ ବୋଲି ମୁଁ କେବେ ବି କଳ୍ପନା କରିନଥିଲି। ସେଥିପାଇଁ ତୁ ଚାହିଁଥିଲେ ଅନେକ ରାଜା ଝିଅ ତୋ ପାଇଁ ଲାଇନ୍ ଲାଗିଥାନ୍ତେ। ତୁ ସାମାନ୍ୟ ଗୋଟାଏ ଚାକର ଆମ ରାଜ୍ୟର ମନ୍ତ୍ରୀ ଝିଅକୁ ନେଇ ଆସିଛୁ। ହଁ ରାଣୀମା। ଦେଖ ମା, ଆପଣ ଥରେ ମନେ ପକାଇ ଦେଖୁଥିଲୁ ସେଇ ଦ୍ୱାପର ଯୁଗରେ ମଧ୍ୟ ଅର୍ଜୁନ ଜଣେ କ୍ଷତ୍ରିୟ ପୁରୁଷ ହୋଇ ସବୁ ସରିଗଲା। ଏକ ଛୋଟ ଘର ଅର୍ଜୁନ ଜଣେ କ୍ଷତ୍ରିୟ ପୁରୁଷ ହୋଇ ଦ୍ୱାପର ଯୁଗରେ ଏକ ଗୌଡ଼ୁଣୀ ଝିଅକୁ ବିବାହ କରିଥିଲେ। ସେଥିରେ ତ ମାତା କୁନ୍ତୀ ଅସନ୍ତୋଷ ପ୍ରକାଶ କରିନଥିଲେ। ଆଦରର ସହିତ ସେଇ ଦୁଇ ଜଣଙ୍କ ଘରର ବହୁ ଏବଂ ପୁଅର ସମ୍ମାନ ଦେଇ ପାଚୁଡ଼ି ନେଇଥିଲେ। ମା ମୋର ସତ କ୍ଷମା ପ୍ରାର୍ଥନାକୁ ଚୁପ୍ କର ଅମର।
মা ମୁଁ ହେଉଛି ତୋ ଜନ୍ମଦାତ୍ରୀ ମା ତୋତେ ମୁଁ 10 ବର୍ଷ 10 ଦିନ ଧରି ଗର୍ଭରେ ଜନ୍ମ ଦେଇଛି ତୁ ପରା ବହୁତ ବଡ଼ ଭୁଲ କରିଛୁ ହଁ ରାଣୀ ମା এই ভুলর ক্ষমা নাই ମା ରାଣୀ ମା ଆପଣ ସେମିତି କଟୁବାଡ଼ି କହନ୍ତୁନି ଲୋ ମା ମୁଁ ଆପଣଙ୍କର ସେ ଗେଲା ଆଦରର ପୁଅ ସେଇ ଅମର ଗୋଟିଏ ଛୋଟିଆ ଭୁଲ କରିଦେଇଛି ଦୟାକରି ଆପଣ ମୋତେ ବଡ଼ ବଡ଼ କ୍ଷମା ପ୍ରଦାନ ଦିଅନ୍ତୁ ବା କ୍ଷମା ଭିକ୍ଷା ଦିଅନ୍ତୁ ନା ରାଣୀ ମା ଦେଖିଲ ଯାହାକୁ ଆମେ ଏତେ ଦିନ ହେଲା ସବୁ କଥାରେ ଉପରେ ଉପଦେଶ ଦେଇ ଆସିଥିଲୁ ଆଜି ଆମ ସହିତ ବିଶ୍ୱାସଘାତକ କରିଛି ସାମାନ୍ୟ ଚାକରର ଝିଅକୁ ନେଇ ଆମ ରାଜବଂଶର ରାଣୀ କରିବାକୁ ବସିଛି ରାଣୀ ତାକୁ ମୁଁ କେବେ ବି ବହୁର ସ୍ୱୀକୃତି ଦେବିନି ମାଲୋ ପ୍ରେମ କେବେ ଧରି ଗଲିବ ଉଚ୍ଚ ନିଚ ଜାତୀୟ ଜାତି ଦେଖାଗିଲୁ ମା ଜାତୀୟ ଜାତି ଦେଖିନି ଚୁପ କର କହିଲି ନା ତୁ ଯଦି ମୋ କଥା ନ ରଖିବୁ ହଁ ମା ମୁଁ ଭୁଲି ଯିବି ମୋ ପୁଅ ଭଳି ଦେଖ ମା ଯେତେବେଳେ ଗୋଟେ ଝିଅକୁ ମୁଁ କଥା ଦେଇ ସାରିଛି ଜନ୍ମଜନ୍ତର ସାଥୀ କରିବା ପାଇଁ ତାକୁ ମୋ ଘରକୁ ନେଇ ଆସିଛି ତାକୁ ଅନାଦର କରିବି କିପରି ମା ତାକୁ ହତାଦର କରିବି କିପରି ହେ ମା ଆପଣ ତ କରୁଣାର ସାଗର ସ୍ନେହର ବାରିଧି ଥରେ ମାତ୍ର କ୍ଷମା ଦିଅନ୍ତୁ ଆପଣଙ୍କ ପୁଅ ଅମରକୁ ଥରେ ମାତ୍ର କ୍ଷମା ଦିଅ ଚୁପ କର ମା ମୁଁ କେବେ ବି ସେ ଗରିବ ଝିଅକୁ ବହୁର ସ୍ୱୀକୃତି ଦେବିନି ମୁଁ ଆସୁଛି ମା ଏ ମା କରିବେ ଶୁଣି ଜାଣିଲେ ମା ପିତା ବାପ ଜନନୀଙ୍କ ଠାରୁ କେବେ ମଧ୍ୟ ମୁଁ ଆଶା କରିନଥିଲି ଏତେ କଟୁବାଡ଼ି ଶୁଣିବି ବୋଲି ଆଜି ତାଙ୍କ ମୁଖରୁ ପ୍ରକାଶିତ କଲେ ତୁ ମୋର ଜନ୍ମ ଦେଲା ପୁଅ ହେଲେ ମଧ୍ୟ ଜାଣିଥିବା ସ୍ତ୍ରୀକୁ କେବେ ବି ବହୁ ରୂପେ ସ୍ୱୀକାର କରିବିନି ପିତା ପ୍ରେମ ବିବାହ କରିବା କ'ଣ ଭୁଲ ନାଇଁ ଦୁନିଆରେ କେବେ କେବେ ପ୍ରେମ ବିବାହ କରିନି ମୁଁ ଗୋଟିଏ ଛୋଟ ଘର ଝିଅକୁ ବୋହୂ କରି ଆଣିଛି ବୋଲି ସତରେ କ'ଣ ଏତେ ବଡ଼ ଭୁଲ କରି ବସିଛି ଯେ ମୋ ମା ମୋତେ କଦାପି କ୍ଷମା ଦେବିନି ପିତା ମୋ ମା ମୋତେ କଦାପି କ୍ଷମା ଦେବିନି ଦେଖ ମୋର ହଁ ପିତା ମୁଁ ତ ଭାବନାକୁ ସମ୍ମାନ କରୁଛି ହଁ ପିତା ତୋ ମାଟା ରାଗିବାଟା ସ୍ୱାଭାବିକ ଅଟେ ହଁ କିନ୍ତୁ ଆମେ ହେଲୁ ତୋର ପିତାମାତା ହଁ ପିତା ତୋର ଦୋଷକୁ ଆମ କ୍ଷମା କରିବାର ଆମର ଧର୍ମ ଧର୍ମ ପିତା ହେଲେ ବାପ ହଁ ମୁଁ ତୋ ମାକୁ ନିଶ୍ଚୟ ବୁଝାଇ ଦେବି ରେ ବାପ ନିଶ୍ଚୟ ବୁଝେଇବେନି ପିତା ହୁଅ ନା ମୁଁ ତୋ ମାକୁ ନିଶ୍ଚୟ ବୁଝାଇ ଦେବି ନିଶ୍ଚୟ ବୁଝେଇବେନି ହେଲେ ପିତା ବାପ ମୁଁ ଯେତେବେଳେ ଟିକେ ଆସୁଛି ଆପଣ ଯାଆନ୍ତୁ ପିତା ଦୟାକରି ଆପଣ ମୋର ପ୍ରେରଣା କିଣି ମାଙ୍କୁ ବୁଝେଇ ଦେବେ ନିଶ୍ଚୟ ବାପ ହଁ ନିଶ୍ଚୟ ପିତା ବୁଝାଇ ଦେବି ଗାୟତ୍ରୀ ଏ ସାଥୀ ଜମାରେ ବି ମାତାଙ୍କ କଥାକୁ ମନରେ ନବନି ସେନା ସେହି ଗୁମସ୍ତାର କଥାରେ ପଡ଼ି ତାର ମିଥ୍ୟା କଥାରେ ପଡ଼ି ତମର ଗୁଣକୁ ନ ଚିହ୍ନି ତମକୁ ନ ଜାଣି କେତେ ଯେ କଟୁବାଡ଼ି କହିଗଲେ ତମକୁ ମୁଁ ସତକ୍ଷମା ପ୍ରଦାନ କରୁଛି ଲୋ ପ୍ରିୟା ସେ କଥାକୁ ମନରେ ନବନି ପିତା ତ ମୋତେ କହିଗଲେ ସେ ନିଶ୍ଚୟ ମାଆକୁ ବୁଝାଇ କହିବେ ନିଶ୍ଚୟ ମା ବୁଝିଯିବେ ତମକୁ ବହୁ ରୂପରେ ମଧ୍ୟ ସ୍ୱୀକାର କରିବେ ଏ ସାଥୀ ଦେଖ ହଁ ସେମାନେ ଯାହା କହିଲେ କିଛି ଭୁଲ କହିନାହାନ୍ତି ଭୁଲ କହିନାହାନ୍ତି ହଁ ହଁ କାହିଁକି ନା କାହିଁକି ମୁଁ ହେଉଛି ଗୋଟିଏ ଛୋଟ ଘର ଝିଅ ଛୋଟ ଘର ଝିଅ ହଁ ଦେଖ ସାଥୀ ତମେ ମନରେ ସେମିତି ଭାବନା ଦୟାକରି ଆଣ ନାଲ ମୁଁ ହିଁ ତମକୁ ମୋ ପ୍ରେମ ଜାଲରେ ଛନ୍ଦି ଆମ ଏ ଘରକୁ ବୋହୂ କରି ନେଇ ଆସିଛି ତମେ ଯେତେ ମନା କଲା ପରେ ମଧ୍ୟ ମୁଁ ହିଁ ଅବୁଝା ହିଁ ଏ ରାଜ ପରିବାରକୁ ବୋହୂ କରି ଆଣିଛି ଦୟାକରି ସେମିତି କହନା ମାଙ୍କର ଯେପର୍ଯ୍ୟନ୍ତ ମନଟା ବୁଝିଯାଇନି ମୋତେ କ୍ଷମା ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଆମେ ଶାନ୍ତିର ସହିତ ଅପେକ୍ଷା କରିବା ତମେ ମା ଏବଂ ପିତାଙ୍କର ଠିକ୍ ଭାବରେ ଯତ୍ନ ନେବ ସୁଯତ୍ନ ନେବ ତାଙ୍କ ମନରେ ଦୟାଭାବ ଜାଗୃତ କରିବ ତମ ପ୍ରତି ସଦା ଜାଗୃତ କରିବ ବୁଝିପାରିଛ ନା ହଁ ତମେ ଠିକ କହିଛ ହଁ ସାଥୀ ମୁଁ ତାଙ୍କର ସବୁ ସେବା କରିବି ସବୁ ସେବା କରିବ ଯେପର୍ଯ୍ୟନ୍ତ ସେମାନେ ମୋତେ ହଁ। ନିଜର ବୋହୂ ବୋଲି ଗ୍ରହଣ ନ କରିଛନ୍ତି ନ କରିଛନ୍ତି
ସେତେବେଳେ ଯାଏ ସେତେବେଳେ ଯାଏ ମୁଁ ତାଙ୍କର ପୂଜା ଅର୍ଚ୍ଚନା କରିବି। ନିଶ୍ଚୟ ସାଥୀ ସେଇଆ ହିଁ କରିବାକୁ ହେବ। ଯେତେବେଳେ ଆମେ ଦୁଇ ଜଣ ମିଶି ଗୋଟାଏ ଏତେ ବଡ଼ ଭୁଲ କରି ବସିଛେ, ଗୁରୁଜନଙ୍କୁ ନ ପଚାରି ଆମେ ବିବାହ କରିସାରିଛେ, ସେଥିରେ ତାଙ୍କର ସମସ୍ତ କଟୁବାଣୀ ସହି ମଧ୍ୟ ତାଙ୍କର ସେବା ଶୁଶ୍ରୂଷା କରିବାକୁ ପଡ଼ିବ। ତାଙ୍କ ସେବାରେ କେବେ ହେଲେ ମଧ୍ୟ ହେଲା କରିବନି ସାଥୀ। ଏ ସାଥୀ କୁହ। ଚାଲ, ଯାହା ତ ଘଟି ଯାଇଛି ସେ ତ ମାଙ୍କର ସ୍ନେହ, ମାଙ୍କର କ୍ରୋଧ ଅତି ଶୀଘ୍ର ଭଲ ହେଇଯିବ। ଚାଲ ବର୍ତ୍ତମାନ ବିଶ୍ରାମ ଗୃହରେ ବିଶ୍ରାମ କରିବା। ଆମର ସାରା ଜୀବନକୁ ପିତାମାତାଙ୍କର ସେବାରେ ଉତ୍ସର୍ଗ କରିଦେବା। ଲୋପ୍ରିୟା, ପିତାମାତାଙ୍କ ସେବାରେ ଉତ୍ସର୍ଗ କରିଦେବା। ଠିକ୍ ଅଛି ସାଥୀ, ତାହେଲେ ଯିବା ଆମେ। ଚାଲ ଚାଲିଯିବା। हे भगवान, सत सती केना मो पुओ मोर जो भूल करिछि से कथा भाबिला बेलको मो छातीरे निया लागि जाउछे। निया मु कोन करबी, कहार सहायता नेबी, केमिति करबी मु किछि बुझि पारुनी। अंततः एई कथाटा जदि दियर बाबू को प्रकाश कले केमिति होंता, ता पाखरे निश्चय कहबी। से किछि ना किछि उपाय निश्चय बतेबे। हाँ, तांको मु एठी अपेक्षा करे। अरे हे भाउज, अरे तमे काहे चिंतित हला बेले जड़े पड़छ कि भाउज? दियर बाबू, सतरे मो मुनटा आत्म काम करूनी। मो पुओ अमर ना जो भूल करिछि, हराणीमा से मंत्री जगात्री को ए राजहंस को नहीं आसी राजहंस। देखिल तो भाउज, सेही दिन आमे कहिला कथाटा सत हे गला ना। से कुलाकार पुओटा दांडर भिखारी को राज्य महलर स्वप्न देखैछि। हेले जेतेबेले पुओ अमर ए भूल करिछि, ए भूल रो प्रायश्चित पाई को रास्ता अछि? अछि भाउज, अछि राणीमा निश्चय अछि। केमिति करे से गरीब झियोटा मो पुओ साथरे हटिबो? पुओ हे भाउज, अब पुओ पठेई देबो गंगा जल निमंते। माने मो पुओ अमर को हाँ हाँ, गंगा जल निमंते पठेई देबी? वो अमर को पठेई देबो गंगा जल निमंते। माई माने काहे की? अरे ताकू कही देबो घर रे गोटिए पूजा अछि रे बापा, आम घर रे टिके मध्य गंगा जल नाही। तू जदि गंगा बड़ राज्यर बड़ पुओ हिसाब रे तू जदि गंगा जल नहीं आसीबू, ताहेले आम पूजाटा संपूर्ण हबो बोली ताकू मिछि मिछिका कही देबो भाउज। आउ तापरे से कुल कलंकिनी गायत्री को घरु विताड़ित तो करि देबा भाउज, घरु विताड़ित तो करि देबा। ठीक कहछन्ती राणीमा, सब ठीक कहछन्ती सातटा। अरे गुमास्ता, सतरे तुमे ठीक उपाय दैछो। हाँ राणीमा, मो पुओ अमर जदि गंगा जल निमंते जीवा ना, जीवा जीवा तापरे तापरे गायत्री को निर्यातना देई एठी घोषाड़ी राज्यर विताड़ित करबी। अरे दियर बाबू, ओ भाउज, ताले तुमे एठी आसी पारो। मु एथरो स्नेहरे मो पुओ अमर को डाकी। ठीक अछि भाउज। ठीक अछि राणीमा, ठीक अछि। ताहले आमे आसुछु राणीमा, आसुछु। गुमास्ता तुमे जाओ। ठीक अछि। अरे अमर तो राजमहल कोठी देखा जाउनी। अमर, अरे धन अमर, तू कोठी अच्छु रे धन? आसिलु बापा, टिके आसिलु। अमर, अरे धन अमर।
মা আরে ধন আমার ହଁ ମା জানিছ আমার ହଁ মା তু না যে ভুল করেছো ଦେଖ ମା ସେ ଭୁଲର କଥା ପରିପ୍ରକାଶ କରିବା ଆଗରୁ ମୁଁ ପୁଣି ଥରେ ଆପଣଙ୍କ ପାଖରେ এ ধন ସତ କ୍ଷମା ପ୍ରାର୍ଥନା କରୁଛି ମା ସତ କ୍ଷମା ପ୍ରାର୍ଥନା କରୁଛି এ ধন মানুছি তু ভুল করে দিয়েছু মানে ভুল করে দিয়েছু তো ভুলর প্রায়শ্চিত পাই গোটাଏ সমাধান উপায় ଅଛି ସମାଧାନ ଅଛି ହଁ ରେ ଧନ ପ୍ରାଶ୍ଚିତ ବି ଅଛି କହ ମା ମୁଁ ସେ ଭୁଲର ପ୍ରାଶ୍ଚିତ ପାଇଁ କ'ଣ କରିବାକୁ ହେବ ଶୀଘ୍ର ଶୀଘ୍ର ପରିପ୍ରକାଶ କରିବା ତମର ସେ ଶ୍ରେୟର ବାରିଦି ପାଇବା ପାଇଁ ମୁଁ କିଛି ବି କରିପାରେ ମା ମୁଁ କିଛି ବି କରିପାରେ এ অমর ହଁ ମା তু যে ভুল করেছু না ধন ହଁ মା সেই ভুলর প্রায়শ্চিত পাই ପ୍ରାଶ୍ଚିତ ପାଇଁ তোতে গঙ্গা নদীকে যাই গঙ্গা জল আনিবাকু পড়িব সেই তারপরে গঙ্গা মা? জল এই রাজবংশକୁ নেই আসলি না ହଁ ଆମ ରାଜବଂଶରେ ଯୋଉ କଳଙ୍କର ଛିଟା ଲାଗିଛି ନା ହଁ ମା। ସେ ଗଙ୍ଗା ଜଳରେ ଆମେ ପବିତ୍ର କରିବା ପବିତ୍ର କରିବା ତାପରେ ତାପରେ ତୁ ଯାହାକୁ ବହୁ ବୋଲି ନେଇ ଆସିଛୁ ହଁ ତାକୁ ନିଶ୍ଚୟ ମୁଁ ବହୁର ସ୍ୱୀକୃତି ଦେବି ସତରେ ମା ହରେ ଧନ ଆପଣଙ୍କ ସେଇ କଥାଟା ମନେ ରହିଗଲା ମୋର ମୁଁ ଯାଇ ଗଙ୍ଗା ନଦୀ କୂଳରୁ ଗଙ୍ଗା ଜଳ ସଂଗ୍ରହ କରିକି ଆଣିବି ତାପରେ ଆମ ଘରକୁ ଶୁଦ୍ଧି କରାଯିବ ତାପରେ ଆପଣ ମୋ ଗାୟତ୍ରୀଙ୍କୁ ବହୁ ରୂପରେ ସ୍ୱୀକାର କରିବେ ହଁ ନିଶ୍ଚୟ ଧନ ଏଇଆ ନା ମା ହଁ ନିଶ୍ଚୟ ଆପଣଙ୍କ ସେଇ କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ଲୋ ମା ଅକ୍ଷରେ ଅକ୍ଷରେ ପାଳନ କରିବି ମୁଁ ନିଶ୍ଚୟ ଗଙ୍ଗା ନଦୀ କୂଳକୁ ଚାଲିଯିବି ମା ମୁଁ ବର୍ତ୍ତମାନ ଗଙ୍ଗା ନଦୀ କୂଳକୁ ବାହାରି ପାରିବି କି ମା କଣ କହିଲି ଧନ ବର୍ତ୍ତମାନ ମୁଁ ଗଙ୍ଗା ନଦୀ କୂଳକୁ ଯାଇପାରିବି ନା ହଁ ନିଶ୍ଚୟ ଧନ ସତରେ ଯିବି ମା ଶୁଭରେ ଯାଇକି ଶୁଭରେ ଆସିବୁ ଆପଣଙ୍କ ଆଶୀର୍ବାଦ ସର୍ବଦା ମୋ ସହିତ ରହିଥାଉ ଲୋ ମା ମୁଁ ନିଶ୍ଚୟ ଶୁଭରେ ଯାଇ ଶୁଭରେ ଫେରି ଆସିବି ହରେ ଧନ ହେଲେ ମା ମୁଁ ତ ଚାଲିଯିବି ମୋ ରାସ୍ତାରେ ଆପଣ ମୋ ଗାୟତ୍ରୀଙ୍କ ଦେଖାଶୁଣା କରିବେ ଆପଣଙ୍କ ହସ୍ତରେ ଗାୟତ୍ରୀଙ୍କ ସମସ୍ତ ଦାୟିତ୍ୱ ଦେଇ ମୁଁ ଚାଲି ଯାଉଛି ଗଙ୍ଗା ଜଳ ସଂଗ୍ରହ ନିମନ୍ତେ ତାଙ୍କର ଯେମିତି କୌଣସି ତ୍ରୁଟି ନ ରହେ ତାଙ୍କୁ ଯେମିତି କୌଣସି ଅସୁବିଧା ନ ହୁଏ ମା ତାଙ୍କୁ ଯେମିତି କୌଣସି ଅସୁବିଧା ନ ହୁଏ ଆରେ ପାଗିଲା ହଁ ମା ତୁ ଯେତେବେଳେ ତାକୁ ଭଲ ପାଇ ନେଇ ଆସିଛୁ ହଁ ମା ମୁଁ କଣ ସତରେ ତାକୁ ଅନାଦର କରିବି ନା 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 ମୁଁ ଗୋଟାଏ ମା ନିଶ୍ଚୟ ତା କର୍ତ୍ତବ୍ୟ ପାଳନ କରିବି ରେ ଧନ ସତରେ ମା ତୁ ଆସିବା ପର୍ଯ୍ୟନ୍ତ ନା ମୁଁ ଗାୟତ୍ରୀକୁ ନିଜ ଝିଅ ପରି ରଖିବି ସତ କହୁଛନ୍ତି ମା ହଁ ରେ ଧନ ତାହେଲେ ମୁଁ ନିଶ୍ଚିନ୍ତ ଭାବରେ ଏବେ ଏକ ମନ ଏକ ତରର ସହିତ ଗଙ୍ଗା ଜଳ ସଂଗ୍ରହ ପାଇଁ ଯାଇବି ମା ଗଙ୍ଗା ଜଳ ସଂଗ୍ରହ ପାଇଁ ବି ଯିବି ତାହେଲେ ଠିକ ଅଛି ପୁଅ ତୁ ବିଳମ୍ବ କରନା ଚଞ୍ଚଳରେ ଯାଇ ଗଙ୍ଗା ଜଳ ନେଇ ଆସ ଯାଉଛି ମା ମତେ ଆଶୀର୍ବାଦ କରନ୍ତୁ ତ ଜଳପଥରେ ପୁଷ୍ପ ବୃଷ୍ଟି ହଉ ଧନ ମା ଠିକ ଅଛି আরে আমার এথর তো মার আসল রূপ দেখিবু পরা তো মা বাবাকে ন জনাই সেই ছোট ঘর ঝিয়াକୁ নেই আসছে না এথর দেখ সেই গায়ত্রী যাতনা এথর যাইমু গায়ত্রী নিকটକୁ ଯାହା ହେଉ ଆଜି କାହିଁକି ମୋତେ ଭାରି ଆନନ୍ଦ ଲାଗୁଛି
ଏ ଦୁନିଆରେ କେହି ନହେଲେ ବି ମୋ ସ୍ୱାମୀ ମୋ ପାଇଁ ଦେବତା। ତାଙ୍କ କହିବା ଅନୁସାରେ ମୁଁ ଶାଶୁ ଶ୍ୱଶୁରଙ୍କର ଏମିତି ସେବା କରିବି, ସେମାନେ ଆଜି ନହେଲେ କ'ଣ ହେଲା, କାଲି ନିଶ୍ଚୟ ମୋତେ ବୋଉ ଭାବରେ ସେମାନେ ଗ୍ରହଣ କରିବେ। ହଁ ହଁ, ହେଲେ ମୋ ଶାଶୁ ମା ଆସିବା ପୂର୍ବରୁ ମୁଁ ଘରଟା ସବୁ କାମ ସଫାସୁଫି କରିଦିଏ। ହଁ ହଁ, ତା ଛଡ଼ା ଏ ଠାକୁର ଘରକୁ ବି ଆଜି ମୁଁ ସୁନ୍ଦର ଭାବରେ ସଫା କରିଦେବି। ତା ଛଡ଼ା ଏସବୁ ବାସନ ଯେଉଁ ମଇଳା ହେଇଯାଇଛି ତାକୁ ବି ମୁଁ ଧୋଇଦେବି। ହଁ, ପ୍ରଥମେ ମୁଁ ଘରକୁ ସଫା କରିଦିଏ। ଗାୟତ୍ରୀ, ଏ କ'ଣ କରୁଛୁ? ମା ଘେନ ମୋର ଭୂମିଷ୍ଠ ପ୍ରଣାମ। ଥାଉ ଥାଉ, ତୋ ସ୍ନେହ ପ୍ରେମ ଉଛୁଳି ପଡ଼ିଛି। ଆରେ ଗାୟତ୍ରୀ, ତୁ ପୂଜା ମନ୍ଦିରଟା ଭଲ ଭାବରେ ସଫା କରିଛୁ ନା? ହଁ ମା, ମୁଁ ସବୁ ମୁଁ ଭଲ ଭାବରେ ସଫା କରିଦେଇଛି। ସତ କହୁଛୁ? ହଁ ମା। ଆଉ ଯୋଉ ବାସନ ଗୁଡାକ ଅସନା ଥିଲା ସବୁ ସଫା ହେଇଛି ନା? ହଁ ହଁ, ମୁଁ ସେଗୁଡ଼ାକ ବି ସବୁ ସଫା କରିଦେଇଛି ମା। ଆଉ ରୋଷେଇଟା ସରିଯାଇଛି? ହଁ ହଁ, ମୁଁ କିଛି ଖାଇବାକୁ ଆଣିବି କି? ଟିକେ ଆଣିଲୁ ଆଣିଲୁ, କ'ଣ କ'ଣ ତିଆରି କରିଛୁ ମୁଁ ଦେଖେ। ଆଜି ତ ହସ୍ତ ପରସ ଖାଇବି, ତାପରେ ବୁଝିବି ଯେ କେମିତି କାପ ହଉ। ମା ଏଇ ନେଲା, ମୁଁ ତମ ପାଇଁ ନିଜ ହାତରେ ମୁଁ ରୋଷେଇ କରିଦେଇଛି। ସତରେ ତୁ ନିଜ ହାତରେ ରାନ୍ଧିଛୁ? ଆରେ ଗାୟତ୍ରୀ, ମା କ'ଣ ଭାତ ଡାଲି ଏମିତି ରନ୍ଧାଯାଏ? ଆରେ ଅଲକ୍ଷଣୀ, ମା ତୁ ସତରେ ଏମିତିକା ଭାତ ଶାଗ ତିଆରି କରିଛୁ ଯେ ପାଟିକୁ ଦଉ ଦଉ ମୋ ପାଟିରୁ ଲାଲ ଗଡ଼ି ପଡ଼ିଲା। ନାଇଁ ମା, ମୋର ଭୁଲ ହେଇଯାଇଛି ମା। ରାନ୍ଧି ରାନ୍ଧି କୋଉଠି କ'ଣ ଭୁଲ ହେଇଯାଇଥିବ। ଆସିଲୁ ଆସିଲୁ। ଆରେ ତୁ କ'ଣ ଭାବୁଛୁ? ତୁ ମୋ ପୁଅ ଜୀବନକୁ ଆସି ତୁ ବହୁତ ବଡ଼ ଭୁଲ କରିଛୁ ବା। ଅଲକ୍ଷଣୀ, ଦେଖିଲୁ ତ ଭାଉଜ, ଏମିତି ଛୋଟ ଘର ଝିଅକୁ ଯଦି ବୋହୂ କରିବ ତାହେଲେ ସବୁ ଆମକୁ ସହିବାକୁ ପଡ଼ିବ ଭାଉଜ। ତୁମେ ଠିକ କହିଛ ଦିଅର ବାବୁ। ଇଏ ନା ମୋ ବୋଉ ହେବାର ଯୋଗ୍ୟତା ୟା ପାଖରେ ଆଦୌ ନାହିଁ। ନାଇଁ ମା, ଆପଣଙ୍କୁ ମୁଁ ହାତ ଯୋଡ଼ୁନି କହୁଛି, ଆପଣ ମୋତେ ସେମିତି କୁହନ୍ତୁନି ମା, ସେମିତି ମୋତେ ଆପଣ କୁହନ୍ତୁନି। ଆରେ ଅଲକ୍ଷଣୀ, ତୁ କ'ଣ ଭାବିଛୁ? ମୋ ପୁଅକୁ ତୋ ପ୍ରେମ ଜାଳରେ ଫସାଇ ଏଇ ମଧୁବରାର ପାଟରାଣୀ ହେବାକୁ ଚାହୁଁଛୁ ନା? ନାଇଁ ମା, ତାହା କେବେ ହେବାକୁ ଦେବିନି। ଶୁଣ, ତତେ ମୁଁ ଭଲ ଭାବରେ କହିଦେଉଛି, ମୋ ପୁଅ ଆସିବା ପୂର୍ବରୁ ଏ ରାଜଭାଷ ରାଜଧାନୀ ଛାଡ଼ି ଚାଲିଯା, ନହେଲେ ତତେ ଏଇଠି ମାରେ ମାରେ ତ ତଣ୍ଟେ ଚିପି ଦେବି, ତଣ୍ଟେ। ନା, ମୁଁ ଆପଣଙ୍କ ଗୋଡ଼ ଧରୁଛି। କଲଙ୍କିନି, ଏଇ ରାଜମହଲର ରତ୍ନ ଜଡ଼ିତ ସେଇ ହାତଦନ୍ତ ପଲଙ୍କରେ ଶୋଇବାର ଯୋଉ ସ୍ୱପ୍ନ, ସୁନା ଥାଳିରେ ଭୋଗ ଖାଇବାର ଯୋଉ ଆଶାଟା ତୋର କେବେ ମଧ୍ୟ ପୂରଣ ହବନି। ଫୁଲ କଲଙ୍କିନି, ଆମ ପୁଅକୁ ତ ପ୍ରେମ ଜାଲରେ ଛନ୍ଦି ଏମିତି ନାଟ କରୁଛୁ ନା? ଦିଅର ବାବୁ, ନାହିଁ ଦିଅର ବାବୁ, ଭାଉଜ, ଏ ଅଲକ୍ଷଣୀଟାକୁ ନା ଆଜି ପିଟି ପିଟି ତା ପିଠିରୁ ଚମଡ଼ା ଉତାରି ଦେବି, ଚମଡ଼ା। ତମେ ଠିକ କହିଛ ଭାଉଜ। କାଗଜରେ ପଡ଼ିଗଲେ କଲମର ଗାର, ସମ୍ପର୍କ ବି ହେଇଯାଏ ନିଜ ଠାରୁ ପର। ଓ କାଗଜରେ ପଡ଼ିଗଲେ କଲମର ଗାର,
ହେଇଯାଏ ନିଜ ଠାରୁ ବଡ଼ ସୁଖ ସୁହାଗ ଗଲା ସରି ସବୁ ସରାଗ ଗଲା ମରି ଓ ସୁଖ ସୁହାଗ ଗଲା ସରି ସବୁ ସରାଗ ଗଲା ମରି ସବୁ ସ୍ୱପ୍ନ ହସିଗଲା ସବୁ ସ୍ୱପ୍ନ ହସିଗଲା ଲୁହ ଦରିଆରେ জীবন জীবন আরে এ মা গায়ত্রী তোর এ কি অবস্থা রে মা তোর এই কি অবস্থা তুই কি ভুল করিছিলি রে মা ସେମାନେ ତୋତେ ଏତେ ଅତ୍ୟାଚାର ନିର୍ଯାତନା ଦେଉଛନ୍ତି ରେ ମା ନିର୍ଯାତନା ଦେଉଛନ୍ତି ଏ ମା ଗାୟତ୍ରୀ ବାପା ହଁ ରେ ମା ସବୁ ମୋ ଭାଗ୍ୟର ଦୋଷ ବାପା ସବୁ ମୋ ଭାଗ୍ୟର ଦୋଷ ମୁଁ ଜାଣିବାକୁ ଚାହେଁ ମୋ ଝିଅ କି ଭୁଲ କରିଛି ଆପଣ କାହିଁକି ଏତେ ନିର୍ଯାତନା ଦେଉଛନ୍ତି ମହାରାଣୀ କାହିଁକି ନିର୍ଯାତନା ଦେଉଛନ୍ତି চুপ কর মহামন্ত্রী তু হেউছো ଆମ ରାଜ୍ୟର ମହାମନ୍ତ୍ରୀ ଆମମାନେ ଆମ ଚାକର ଆଉ ତୋ ଝିଅ ଯୋଉ ଭୁଲ କରିଛି ନା ସେଇ ଭୁଲ ପାଇଁ ଆଦୌ କ୍ଷମା ମାର୍ଜନା ନାହିଁ ନା ମହାରାଣୀ ଆପଣ ଭୁଲ କହୁଛନ୍ତି ମହାରାଣୀ ଆପଣ ଭୁଲ କହୁଛନ୍ତି ମୋ ଝିଅ କେବେ ମଧ୍ୟ ଏମିତି ଭୁଲ କାମ କରିପାରିବ ନାହିଁ ମହାରାଣୀ କରିପାରିବ ନାହିଁ চুপ কর ତୁ ଗୋଟାଏ ଆମର ঐଠେଖିଆ କୁକୁର ଆଉ ତୋ ଝିଅ ପୁଣି ମୋ ରାଜବଂଶର ବହୁ ହବ ରାଜ୍ୟ ରାଣୀ ହବ ନା ତାହା କେବେ ହେଇପାରିବନି ନା ମହାରାଣୀ ଆମେ ଛୋଟ ଲୋକ ହେଇପାରୁ କିନ୍ତୁ ମୋ ଝିଅକୁ ଏମିତି ଶିକ୍ଷା ଦେଇନି ମହାରାଣୀ ଏମିତି ଶିକ୍ଷା ଦେଇନି ଆରେ ମନ୍ତ୍ରୀ ତତେ ମୁଁ ଭଲ ଭାବରେ କହିଦେଉଛି ତୋ ଝିଅ ନା ତା ରୂପ ଯୌବନରେ ମୋ ପୁଅକୁ ଛନ୍ଦି ଦେଇ ବସ୍ତ କରିଛି ବସ୍ତ ନା ମହାରାଣୀ ତୋ ଝିଅ ଗୋଟାଏ ଚରିତ୍ରହୀନ ତୋ ଝିଅ ଗୋଟାଏ କଳଙ୍କିନୀ ତୋ ଝିଅ ଗୋଟାଏ ଡାହାଣୀ ମୋ ଝିଅ ଯଦି କିଛି ଭୁଲ କରିଛି ତା ପାଇଁ ମୁଁ କ୍ଷମା ମାଗୁଛି ମହାରାଣୀ ତା ପାଇଁ ମୁଁ କ୍ଷମା ମାଗୁଛି ଏଠି କ୍ଷମା କ୍ଷମା କିଛି ନାହିଁ ନିଜ ଝିଅକୁ ଏମିତି କୁସଂସ୍କାର ଦେଇଛ ପର ପୁରୁଷ ସହିତ ସେ ତାରେ ନାରେ ହେଉଛି ସେ ଗୋଟିଏ କୁଲ କଲଙ୍କିନୀ ଅଲକ୍ଷଣୀ ବିଟପି କ୍ଷମା କରିଦିଅ ମୋ ଝିଅକୁ କିଛି କର ନା ମହାରାଣୀ ମୋ ଝିଅକୁ କିଛି କର ନା ମହାମନ୍ତ୍ରୀ ମୁଁ ଭଲରେ କହିଦେଉଛି ତୁମେ ବାପ ଝିଅ ଏ ରାଜ୍ୟରୁ ବିତାଡ଼ିତ ହୁଅ ନହେଲେ ତୁମକୁ ନ ମାରି ମାରି ଦରବାରା କରିଦେବୁ ନା ମହାରାଣୀ ମୁଁ ତୁମ ଗୋଡ଼ ଧରୁଛି ତୁମକୁ କ୍ଷମା ମାଗୁଛି ମହାରାଣୀ ତୁମକୁ କ୍ଷମା ମାଗୁଛି କାଗଜରେ ପଡ଼ିଗଲେ କଲମର ସଫର କବି ହେଇଯାଏ ନିଜ ଝର ପର କାଗଜରେ ପଡ଼ିଗଲେ କଲମର ସମ୍ପର୍କ ବି ହେଇଯାଏ ନିଜ ଠାରୁ ପର ସୁଖ ସୁହାଗ ଗଲା ସରି ସବୁ ସରାଗ ଗଲା ମରି ସୁଖ ସୁହାଗ ଗଲା ସରି ସବୁ ସରାଗ ଗଲା ମରି ସବୁ ସ୍ୱପ୍ନ ହସିଗଲା ସବୁ ସ୍ୱପ୍ନ ହସିଗଲା ଲୁହ ଦରିଆରେ জীবন 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 ভাসুরি আখিলু ঘরে 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 জীবন ভাসুরি আখিলু
ଖୁଣ୍ଟ ହୋଇଗଲା ଭାଉଜ। ହଁ ଦିଅର ବାବୁ ଏଥର ନା ମୋ ପୁଅ ଜୀବନଟା ପୁରା ସୁଖମୟ ହବ। ହଁ ଭାଉଜ। ଏ ଭାଉଜ ଆଉ ଗୋଟିଏ କଥା, କଣ? କେବେ ଆମ ପୁଅ ଗଙ୍ଗାଜଳ ନେଇ ଆସିବ ହଁ ସେ ପଚାରିବ ଗାୟତ୍ରୀ ବିଷୟରେ, ତମେ ତାକୁ ବୁଝେଇ ସୁଝେଇ କହିଦେବ ଭାଉଜ। ସେ ଦାଣ୍ଡର ଭିକାରୀ ଆମ ରାଜ୍ୟର ଯେତେ ଅଲଙ୍କାର ସୁନା ଗହଣା ଥିଲା ଟଙ୍କା ପଇସା ଧରି ସେ କୁଆଡେ ପଳେଇ ଯାଇଛି ଭାଉଜ, କୁଆଡେ ପଳେଇ ଯାଇଛି ବୋଲି କହିଦେବ ଭାଉଜ। ସବୁ ଠିକ କଲ ରାଣୀ ମା, ସବୁ ଠିକ କଲ। ସେ ଅଲକ୍ଷଣୀ ଗାୟତ୍ରୀକୁ ନା ଘରୁ ବିତାଡ଼ି କରିଦେଲ ରାଣୀ ମା, ସବୁ ଠିକ କଲ। ସାରେ ସବୁ ଠିକ କରିଦେଲ। ମୁଁ ଠିକ କରିଛି। ହଁ ଠିକ କରିଛ ଆଉ ରାଣୀ ମୋ ମା, ସବୁ ଦିଅର ଠିକ ବାବୁ କରିଛ। ଯାହା କହୁଛନ୍ତି ନା ହଁ ରାଣୀ ମା। ମୋ ପୁଅ ଅମର ପାଖି ସେୟା ନିଶ୍ଚୟ କହିବି। ହଁ ରାଣୀ ମା। ଗାୟତ୍ରୀଟା ବହୁତ ସୁନା ଗହଣା ଧରି କୁଆଡେ ଚାଲି ଯାଇଛି। ହଁ ରାଣୀ ମା, ପୁରା କୁଆଡେ ଚାଲି ଯାଇଛି ବୋଲି ମୁଁ ନିଶ୍ଚୟ କହିବି। ଠିକ ଅଛି। ଏଥର ଆସୁଛି ଦିଅର ବାବୁ। ଏଥର ଚାଲିଯିବା ନିଜ ନିଜ ବିଶ୍ରାମ କରୁଛନ୍ତି। ହଁ ଦିଅର ବାବୁ ଏଥର ମୁଁ ଆସୁଛି। আরে হে চম্পটা ହଁ ସାରେ প্রথম পাহাচব প্রথম প্রজয় ହଁ ସାରେ সেই বৃদ্ধ রাজা ভাবিଥିଲା মনে মনে সোনার সংসার গড়িবা পাই, কিন্তু গোটিয়ে পরে গোটিয়ে ହଁ ସାରେ আর সুবংশটাকে মু নিশ্চয় ধ্বংস করিবে, নিশ্চয়। ହଁ ସାରେ ପୁରା ଧ୍ୱଂସ କରିଦେବ ସାରେ। চম্পটে ହଁ ସାରେ প্রথমে তা বহুକୁ রাজ্যରୁ তড়িদেলা, ହଁ ସାରେ তাপরে সেই বৃদ্ধ রাজা ଆଉ সেই বৃদ্ধ রানীর পালি, ହଁ ସାରେ ଆଉ ତାପରେ ସେ ଗାୟତ୍ରୀର ପ୍ରେମରେ ପାଗଳ ହୋଇ ହଁ ସାରେ ତା ପୁଅ ଯେତେବେଳେ ଭ୍ରମଣ କରୁଥିବ ସେତେବେଳେ ତା ପୁଅର ପାଲି। ହଁ ସାରେ ପାହାଚ ଉପରେ ପାହାଚ ଚଢିବା ସାରେ, ପାହାଚ ଉପରେ ପାହାଚ ଚଢିବା, ଅଛି ତାହେଲେ ଯିବା ସାରେ। ବାପା ହଁ ରେ ମା, ସବୁ ମୋରି ଭୁଲ ପାଇଁ ଆଜି ଏତେ ବଡ଼ କାଣ୍ଡ ଘଟିଗଲା ବାପା। ମୁଁ ଯଦି ଆପଣଙ୍କ କଥା ରକ୍ଷା କରିଥାନ୍ତି ତାହେଲେ ଏଇ ଦିନ ଆମକୁ ଦେଖିବାକୁ ପଡ଼ିନଥାନ୍ତା। ସବୁ ମୋ ପାଇଁ ଏତେ କଥା ଘଟିଗଲା ବାପା, ସବୁ ମୋରି ପାଇଁ। ହଁ ରେ ମା, ତୋତେ ପରା ମୁଁ ମନା କରିଥିଲି
ସେମାନେ ରାଜା ଲୋକ ଆମେ ତାଙ୍କ ଚାକର ସେମାନେ କଦାପି ତୋତେ ସ୍ୱୀକାର କରିବେ ନାହିଁ ରେ ମା ତୋତେ ପୁରା କହୁଥିଲି ନା ହଉ ବାପା ତମେ ଠିକ୍ କହିଥିଲ ହେଲେ ମୁଁ ହିଁ ଆପଣଙ୍କ କଥା ନ ରଖି ସେଇ ରାଜା ପୁଅକୁ ବାହା ହେଇଗଲି। କଥାରେ ପୁରା ଅଛି କପାଳ ଲିଖନ ଠିକ୍ କରିବ ନା ଆମ ଭାଗ୍ୟରେ ଯାହା ଥିଲା ଆଜି ସେଇଆ ଘଟି ଯାଉଛି ବାପା ସେଇଆ ଘଟି ଯାଉଛି। ହଁ ରେ ମା ତୁ ସତ କଥା କହୁଛୁ। ହେଲେ ବାପା ହଁ ମା ଏବେ ଆଉ ଆମର କିଛି ଉପାୟ ନାହିଁ ଖାଇବା ପାଇଁ କିଛି ଆମକୁ ମାଗିବାକୁ ପଡ଼ିବ। ହଁ ରେ ମା ଆମକୁ ଭିକ୍ଷା ମାଗିବାକୁ ପଡ଼ିବ। ତା ଛଡ଼ା ଏହି ମନ୍ଦିର ପାଖରେ ବସି ଆମେ ସେଇ ଠାକୁରଙ୍କୁ ଥାଇ ଆମେ ବସି ରହିବା। ହଁ ରେ ମା ହଉ ବାପା ଆଉ ବିଳମ୍ବ କରିବେନି ହଁ ହଁ ଆମେ ଏଥର ସେ ମନ୍ଦିର ପାଖକୁ ଯିବା। যন্ত্রণার সুহ ঘন ধারে দিশু নাহি মোহ মশাড়ি লাগুছি দুনিয়া পাপ জানে পুণ্য জানে ধোঁয়া খালি ধোঁয়া ছেলে আর ভুলে পাপ জানে পুণ্য জানে ধোঁয়া খালি ধোঁয়া ছেলে আর ভুলে সরে নাইলু যতার সুহ মন ধারে কিছু নাই কথা আছে দিবা পরে জীবন ভাসুতি আখির ঘরে 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 জীবন ভাসুতি